1914 ତୁ ହିଁ ପୂର୍ଣ୍ଣ ଜ୍ଞାନ ପରାଚେତନା, ତୋ ସଙ୍ଗେ ଯିଏ ଏକୀଭୂତ, ଅନ୍ତତଃ ସେହି ଐକ୍ୟ ସମୟରେ ସେ ସର୍ବଜ୍ଞ। କିନ୍ତୁ ଏହି ଅବସ୍ଥା ଲାଭ କରିବା ପୂର୍ବରୁ ଯେଉଁ ବ୍ୟକ୍ତି ତା ସତ୍ତାର ସମସ୍ତ ଆନ୍ତରିକତା, ସମସ୍ତ ସଚେତନ ସଂକଳ୍ପ ସହ ତତେ ନିଜକୁ ସମର୍ପଣ କରେ, ଯେଉଁ ବ୍ୟକ୍ତି ତା ନିଜ ମଧ୍ୟରେ ଏବଂ ତା ଦ୍ୱାରା ପ୍ରଭାବିତ ସକଳ କ୍ଷେତ୍ରରେ ତୋର ଦିବ୍ୟ ପ୍ରେମର ବିଧାନକୁ ପ୍ରକାଶିତ ଓ ଜୟୀ ହେବା ସକାଶେ ନିଜର ସମସ୍ତ ପ୍ରକାର ଉଦ୍ୟମ କରିବାକୁ ବଦ୍ଧପରିକର ହୁଏ, ସେହି ବ୍ୟକ୍ତି ଦେଖିପାରେ ତା ଜୀବନର ସବୁ କିଛି ପରିବର୍ତ୍ତିତ ହୋଇଯାଉଛି ଏବଂ ପ୍ରତ୍ୟେକ ଘଟଣାରେ ତୋ ବିଧାନ ପ୍ରଘଟ ହେଉଛି ଏବଂ ତାର ସମର୍ପଣର ପଥ ସୁଗମ ହୋଇଯାଉଛି। ତା ପକ୍ଷେ ସର୍ବଦା ସବୁଠାରୁ ଯାହା ଶ୍ରେୟ ତାହା ହିଁ ଘଟେ। ତଥାପି ଯଦି ତାର ବୁଦ୍ଧିରେ ଏପରି କିଛି ଅନ୍ଧକାର ଥାଏ, ଏପରି କୌଣସି ଅଜ୍ଞ କାମନା ବାସନା ଥାଏ, ଯାହା ସମୟ ସମୟରେ ତାର ତତ୍କ୍ଷଣାତ୍ ବୁଝିବାରେ ପ୍ରତିବନ୍ଧକ ହୁଏ, ସେତେବେଳେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ସେ ହୃଦୟଙ୍ଗମ କରେ ଯେ ଏକ ମଙ୍ଗଳମୟୀ ଶକ୍ତି ଯେପରିକି ତାକୁ ତାର ନିଜ ହାତରୁ ରକ୍ଷା କରି ଚାଲିଛି, ଯେଉଁଥିରେ ତାର ବିକାଶ ଓ ରୂପାନ୍ତର ଏବଂ ସର୍ବାଙ୍ଗୀନ ଧର୍ମାନ୍ତର ଓ ସାର୍ଥକତା ନିମିତ୍ତ ପୂର୍ଣ୍ଣ ଅନୁକୂଳ ଅବସ୍ଥା ଆସିପାରେ। ଯେତେବେଳେ ଆମ୍ଭେମାନେ ଏହି ବିଷୟରେ ସଚେତନ ହେଉ ଏବଂ ଦୃଢ଼ ନିଶ୍ଚିତ ହେଉ, ସେତେବେଳେ ଭବିଷ୍ୟତରେ କ'ଣ ଘଟିବ ଏବଂ ଘଟଣାଚକ୍ର କି ଭାବରେ ଗତି କରିବ ସେ ବିଷୟରେ କୌଣସି ଚିନ୍ତା କରୁନାହୁଁ। ସେତେବେଳେ ପୂର୍ଣ୍ଣ ପ୍ରସନ୍ନ ଚିତ୍ତରେ ପ୍ରତି ମୁହୂର୍ତ୍ତରେ ଆମ୍ଭେମାନେ ସେହି କାର୍ଯ୍ୟ କରୁ ଯାହା ସବୁଠାରୁ ଶ୍ରେଷ୍ଠ ମନେ ହୁଏ, ଏହି ଦୃଢ଼ ବିଶ୍ୱାସ ସହ ଯେ ତାହାର ପରିଣାମ ଯାହା ହେବ ତାହା ହିଁ ସବୁଠାରୁ ଭଲ, ଯଦିଓ ସେହି ପରିଣାମ ଆମର ସୀମିତ ବୁଦ୍ଧି ଅନୁଯାୟୀ ଆଶାନୁରୂପ ହୋଇନପାରେ। ହେ ଭଗବାନ, ସେହି ସକାଶେ ହିଁ ଆମମାନଙ୍କର ହୃଦୟର ଭାର ଲଘୁ ଏବଂ ଚିନ୍ତା ସ୍ଥିର ହୋଇଛି। ସେଥିପାଇଁ ଆମ୍ଭେମାନେ ତୋ ଆଡ଼କୁ ସମସ୍ତ ବିଶ୍ୱାସ ସହ ଯାଉଛୁ ଏବଂ ପ୍ରଶାନ୍ତ ଚିତ୍ତରେ କହୁଛୁ, ହେ ପ୍ରଭୁ, ତୋର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ତାହା ମଧ୍ୟରେ ହିଁ ରହିଛି ଯଥାର୍ଥ ସମନ୍ୱୟ।